ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ, ପ୍ରଥମ ଖାଦ୍ୟ ଯାହା ଏକ ନବଜାତ ଆଧ୍ୟାତ୍ମିକ ଶିଶୁକୁ ଆବଶ୍ୟକ ଅଟେ, ତାହା ହେଲା ଈଶ୍ୱରଙ୍କର ବାକ୍ୟ। ଆଉ ସେ ଈଶ୍ୱରଙ୍କର ବାକ୍ୟ ତାହା ଅମିଶ୍ରିତ ଦୁଗ୍ଧ, ଅର୍ଥାତ୍ ଈଶ୍ୱରଙ୍କର ବାକ୍ୟରେ କୌଣସି ପ୍ରକାର ଛଳନା ନାହିଁ କିମ୍ବା ଅସତ୍ୟତା ନାହିଁ, କୌଣସି ମିଥ୍ୟାର ବିଷୟ ନାହିଁ, କୌଣସି ଅମିଶ୍ରିତ ବିଷୟ ନାହିଁ। ଯାହା ସତ୍ୟ, ଯାହା ନ୍ୟାଯ୍ୟ, ଯାହା ପବିତ୍ର, ସେହି ବାକ୍ୟ ଆମେ ପ୍ରତିଦିନ ଆମେ ଭଜନ କରି ଦିନକୁ ଦିନ ସମୟକୁ ସମୟ ଆମେ ପରିତ୍ରାଣିତ ବୃଦ୍ଧି ପାଇବା ନିମନ୍ତେ ସଦାପ୍ରଭୁ ମାନଙ୍କୁ ଏହି ବାକ୍ୟ ପ୍ରଦାନ କରିଅଛନ୍ତି। ଏ ତୁମର ପ୍ରଭୁଙ୍କ ପ୍ରିୟ ଲୋକମାନେ, এই ଖାଦ୍ୟକୁ ସର୍ବଦା ଭୋଜନ କରିବା ନିମନ୍ତେ ଆମେ ଆଗ୍ରହ କରୁ। ଆମେ ଯଦି ପଢିବା ଏହି ସମୟରେ ଗୀତ ସଂଗୀତ ତାର 12 ଅଧ୍ୟାୟର 6 ପଦ, ନିର୍ମଳ ବାକ୍ୟ ତାହା ମୃତ୍ତିକାର କୁହାଇରେ ପରୀକ୍ଷିତ 7 ଥର ପରିଷ୍କୃତ ରୂପାଧିଲ୍ୟ। ହାଲେଲୁୟା। ଆମେ ସମସ୍ତେ କହିବା ହାଲେଲୁୟା, ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ। ସଦାପ୍ରଭୁଙ୍କର ବାକ୍ୟ ସବୁ କି ପ୍ରକାର ବାକ୍ୟ? ନିର୍ମଳ ବାକ୍ୟ। The word of God is pure. রূপাକୁ ଯେପରିକି ଉନ୍ମାୟରେ ପରିଷ୍କାର କରାଯାଏ, ତାକୁ ପୁଡ଼ାଇ ତା ଦେହର ଖାଦ୍ୟ ଯେପରି ବାହାର କରାଯାଏ, ଠିକ ସେହି ପ୍ରକାର ଈଶ୍ୱରଙ୍କର ବାକ୍ୟ ନିର୍ମଳ ଏବଂ ସମ୍ପୂର୍ଣ୍ଣ ସିଦ୍ଧ ବାକ୍ୟ ଅଟେ। এই 7 ସଂଖ୍ୟାର ଅର୍ଥ ହେଲା ଏହା ପରଫେକ୍ସନ କୁ ବୁଝାଏ, ଏହା କମ୍ପ୍ଲିଟନେସ କୁ ବୁଝାଏ। ଈଶ୍ୱରଙ୍କର ବାକ୍ୟ ଅତି ସିଦ୍ଧ ଏବଂ ନିର୍ମଳ ବାକ୍ୟ ଅଟେ। ଯେଉଁମାନେ ଈଶ୍ୱରଙ୍କର ବାକ୍ୟକୁ ଆପଣା ଜୀବନରେ ଭଜନ କରିବେ, ସେମାନେ ମଧ୍ୟ ସିଦ୍ଧ ହେବେ, ସେମାନେ ପବିତ୍ର ହେବେ। ହାଲେଲୁୟା, ପ୍ରେଜ ଲର୍ଡ, ପ୍ରେଜ ଲର୍ଡ। କାରଣ ଏଭଳି ଏକ କଥା ଅଛି, ଆମେ ଯାହା ଖାଇଥାଉ ଆମେ ସେହିଭଳି ହିଁ ହୋଇଥାଉ। ଯଦି ଆମେ ଈଶ୍ୱରଙ୍କର ବାକ୍ୟକୁ ଆମେ ଆପଣା ଦୈନନ୍ଦିନ ଜୀବନରେ, ବ୍ୟକ୍ତିଗତ ଜୀବନରେ ଆମେ ତାକୁ ଯଦି ଭଜନ କରିବା, ତାହେଲେ ଈଶ୍ୱରଙ୍କର ବାକ୍ୟକୁ ଆମେ ଡେଲି ନିଜ ଜୀବନରେ ଭଜନ କରିବା ଦ୍ୱାରା ଆମେ ଈଶ୍ୱରଙ୍କର ପରି ହେବାର ସୌଭାଗ୍ୟ ଆମେ ଲାଭ କରିପାରିବା। କାରଣ ସେହି ଅଭିପ୍ରାୟରେ ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାନଙ୍କୁ ସେ ମନୋନୀତ କରିଅଛନ୍ତି। ଆମେ ଯେପରି ତାହାଙ୍କର ସାଦୃଶ୍ୟରେ ଏବଂ ପ୍ରତିମୂର୍ତ୍ତିରେ ଆମେ ଯେପରି ଦେଖାଯାଉ, ଆଧ୍ୟାତ୍ମିକ ଭାବରେ ଏହି କାରଣ ହେତୁ ସେ ଆପଣଙ୍କ ପବିତ୍ର ବାକ୍ୟ ସେ ଆମମାନଙ୍କୁ ପ୍ରଦାନ କରିଅଛନ୍ତି। ଏଣୁ ଏ ଦିନ ମାନଙ୍କରେ ଆମେ ଅଧିକରୁ ଅଧିକ ଈଶ୍ୱରଙ୍କର ବାକ୍ୟକୁ ଆମେ ଆପଣା ଜୀବନରେ ସଞ୍ଚୟ କରୁ। ଈଶ୍ୱରଙ୍କର ବାକ୍ୟକୁ ଆମେ ଆପଣା ଜୀବନରେ ସଞ୍ଚୟ କରି ରଖିବା ଦ୍ୱାରା ଅନେକ ବିପଦରୁ, ଅନେକ ସମସ୍ୟାରୁ, ଅନେକ ପ୍ରଲୋଭନରୁ ଆମେ ଜୟ ପାଇପାରିବା। ଆଇବ ଏଭଳି ଏକ ବ୍ୟକ୍ତି ଥିଲେ, ସେ ଧନବାନ ହୋଇଥିଲେ ସୁଦ୍ଧା ତା ନିକଟରେ ଯେତେ ସମସ୍ତ ଆହାର ଥିଲା, ସେ ସମସ୍ତ ଆହାର ଅପେକ୍ଷା ଆପଣା ହୃଦୟରେ, ଆପଣା ଜୀବନରେ ଈଶ୍ୱରଙ୍କର ବାକ୍ୟକୁ ସେ ଅଧିକ ମାତ୍ରାରେ ସେ ସଞ୍ଚୟ କରି ରଖିଥିଲା। ଆମେ ପଢିବା କି ସେ ବିଷୟ? ଆଇବ ପୁସ୍ତକ ତାହାର 23 ଅଧ୍ୟାୟର 11 ଏବଂ 12 ପଦ। ତାଙ୍କର ପଦଚିହ୍ନ ଦୃଢ଼ ରୂପେ ଧରିଅଛି, ପୁଣି ତାଙ୍କ ପଥ ରକ୍ଷା କରିଅଛି, ବିପଥଗାମୀ ହୋଇନାହିଁ। ମୁଁ ତାଙ୍କ ଅଷ୍ଟାଙ୍ଗର ନିର୍ଗତ ଆଜ୍ଞାରୁ ବିମୁଖ ହୋଇନାହିଁ। ମୁଁ ଆପଣା ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି। ହାଲେଲୁୟା, ପ୍ରେଜ ଲର୍ଡ। ଆମେ ସମସ୍ତେ କହିବା ହାଲେଲୁୟା। ଆଇବ କହନ୍ତି, ମୁଁ ଆପଣା ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି। ନିଜର ପଡୋଶୀ ଗୁଡ଼ିକ ହାତ ମିଶାନ୍ତୁ ଆଉ କୁହନ୍ତୁ, ଟିକେ ପଡୋଶୀ ଗୁଡ଼ିକ ହାତ ମିଶାନ୍ତୁ ଆଉ ଥରେ, ଆଉ କୁହନ୍ତୁ, ନିଜର ଆବଶ୍ୟକୀୟ ଆହାର ଅପେକ୍ଷା ଈଶ୍ୱରଙ୍କର ବାକ୍ୟକୁ ଅଧିକ ମାତ୍ରାରେ ନିଜ ଜୀବନରେ ସଞ୍ଚୟ କରନ୍ତୁ। ହାଲେଲୁୟା, ପ୍ରେଜ ଲର୍ଡ। ଏହା ହିଁ ଆଇବଙ୍କର ସିକ୍ରେଟ
समस्या एते बड़ दुख एते बड़ परिस्थिति गति कले सुधा से पराजित होला नहीं से परमेश्वर को निंदा कला नहीं परमेश्वर को से अस्वीकार कला नहीं किंतु विपद जीवन समस्त विषय हराइले सुधा से ईश्वरଙ୍କର ବାକ୍ୟକୁ ନିଜ ଜୀବନରେ ପ୍ରଚୁର ଭାବରେ ସଂଚୟ କରି ରଖିଥିବା ହେତୁ ବୋଲି ସମସ୍ତ ପ୍ରକାର ପରୀକ୍ଷାକୁ ସେ ଜୟ କରିପାରିଥିଲା। ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ ଆଇବ ନିଜର ପୁଅ ମାନଙ୍କୁ ହରାଇଲା ନିଜର ଝିଅ ମାନଙ୍କୁ ହରାଇଲା ହଳ ବଳଦକୁ ହରାଇଲା ମେଣ୍ଢା ମାନଙ୍କୁ ହରାଇଲା ନିଜର ଦାସ ମାନଙ୍କୁ ହରାଇଲା ନିଜର ସ୍ତ୍ରୀ ମାନଙ୍କୁ ହରାଇଲା ସେ ସବୁ ବିଷୟ ହରାଇଥିଲା ସତ किंतु ईश्वरଙ୍କର ବାକ୍ୟକୁ ସେ ସଞ୍ଚୟ କରି ରଖିଥିଲା। ହାଲେଲୁୟା ପ୍ରେଜ୍ ଲର୍ଡ ସେ ସ୍ୱର୍ଗ ହରା ହୋଇଗଲେ ସୁଦ୍ଧା ଆପଣା ଜୀବନର ସେ ଈଶ୍ୱରଙ୍କର ବାକ୍ୟକୁ ଯିବା ନିମନ୍ତେ ସେ ସୁଯୋଗ ଦେଲା ନାହିଁ ଆଉ ସେ ଈଶ୍ୱରଙ୍କର ବାକ୍ୟ ହିଁ ଆଇବଙ୍କୁ ଶକ୍ତି ପ୍ରଦାନ କରୁଥିଲା ନିରୁତ୍ସାହିତ ସମୟରେ ଉତ୍ସାହ ପ୍ରଦାନ କରୁଥିଲା ଦୁର୍ବଳ ସମୟରେ ବଳ ତାଙ୍କୁ ପ୍ରଦାନ କରୁଥିଲା। ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ ବାକ୍ୟ କେବଳ ଏକ ମୁଖସ୍ଥ ବିଷୟ ନୁହେଁ ବାକ୍ୟ ଏକ ବ୍ୟକ୍ତି ଅଟନ୍ତି ଆଉ ସିଏ ବି ଅଟନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି ଆମମାନଙ୍କ ନିମନ୍ତେ। ହାଲେଲୁୟା ପ୍ରେଜ୍ ଲର୍ଡ ଈଶ୍ୱରଙ୍କ ବାକ୍ୟକୁ ନିଜ ଜୀବନରେ ବା ହୃଦୟରେ ସଞ୍ଚୟ କରିବାର ଅର୍ଥ ହେଲା ଈଶ୍ୱରଙ୍କୁ ସର୍ବଦା ଆପଣା ହୃଦୟରେ ଆପଣା ଜୀବନରେ ସ୍ଥାନ ଦେବା। ଯାହାଙ୍କର ହୃଦୟରେ ଈଶ୍ୱର ବାସ କରନ୍ତି ସିଏ ବି କୌଣସି ପରୀକ୍ଷାରେ ପଡ଼ିବ ତା ଦ୍ୱାରା କି କୌଣସି ଭୁଲ ହୋଇପାରିବ ଶୈତାନ କି ସେଭଳି ବ୍ୟକ୍ତିକୁ ପରାଜୟ କରିପାରିବ। ଏହେତୁ ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ ସର୍ବଦା ଈଶ୍ୱରଙ୍କର ବାକ୍ୟକୁ ଆମେ ଆପଣା ଜୀବନରେ ସଞ୍ଚୟ କରୁ କାରଣ ଏହା ଦ୍ୱାରା ଆମେ ପରିତ୍ରାଣରେ ବାପ୍ତିସ୍ମ ପାଇଲା ପରେ ଆମେ ବୃଦ୍ଧି ପାଇପାରିବା। ଏହା ଥିଲା ଆଧ୍ୟାତ୍ମିକତାର ଏକ ନବଜାତ ଶିଶୁ ନିମନ୍ତେ ପ୍ରଥମ ଖାଦ୍ୟ।